ଭଗବାନ ଶିବଙ୍କ ଲିଙ୍ଗ ପୂଜା ତଥା ସାକାର ବିଗ୍ରହ ପୂଜାର ରହସ୍ୟ ଓ ମହତ୍ଵ। ସୂତ କହୁଛନ୍ତି, ଶୌନକ ଯେ ଶ୍ରବଣ କୀର୍ତ୍ତନ ଓ ମନନ କରିବାରେ ଅସମର୍ଥ, ସେ ଭଗବାନ ଶିବଙ୍କର ଲିଙ୍ଗ ଏକ ମୂର୍ତ୍ତି ସମର୍ପଣ ପୂର୍ବକ ନିତ୍ୟ ପୂଜା କରି ସଂସାର ସାଗରରୁ ପାର ହୋଇ ଯାଇପାରେ। ଏପରି ଲୋକ କରୁଣା ଚିତ୍ତଠାରେ ନିଜ ଶକ୍ତି ଅନୁସାରେ ଧନରାଶି ନେଇ ତାହାକୁ ଶିବଲିଙ୍ଗ ଅଥବା ଶିବମୂର୍ତ୍ତିର ସେବାରେ ଅର୍ପିତ କରିବା ଉଚିତ। ଏହା ସହିତ ନିରନ୍ତର ସେହି ଲିଙ୍ଗ ଓ ମୂର୍ତ୍ତିକୁ ପୂଜା ବି କରିବା ଉଚିତ। ତାଙ୍କ ପାଇଁ ଭକ୍ତି ଭାବରେ ମଣ୍ଡପ, ଗୋପୁର, ତୀର୍ଥ, ମଠ ଓ କ୍ଷେତ୍ର ସ୍ଥାପନ କରିବା ତଥା ଉତ୍ସବରେ ଆୟୋଜନ କରିବା ଆବଶ୍ୟକ। ପ୍ରଭୁଙ୍କୁ ବସ୍ତ୍ର, ଗନ୍ଧ, ପୁଷ୍ପ, ଧୂପ, ଦୀପ ତଥା ମାଲପୁଆ ଓ ଶାକ ଆଦି ବ୍ୟଞ୍ଜନ ସହ ନାନା ପ୍ରକାର ଭକ୍ଷ୍ୟଦ୍ରବ୍ୟ ବା ଅନ୍ୟ ନୈବେଦ୍ୟ ରୂପରେ ଅର୍ପିତ କରିବେ। ଛତ୍ର, ଧ୍ୱଜା, ବ୍ୟଞ୍ଜନ, ଚାମର ଓ ଅନ୍ୟାନ୍ୟ ଅଙ୍ଗ ସହିତ ରାଜୋପଚାର ପରି ସମସ୍ତ ଦ୍ରବ୍ୟ ଶିବଲିଙ୍ଗ ଓ ଶିବମୂର୍ତ୍ତିଙ୍କୁ ଅର୍ପିତ କରିବେ। ପୁଣି ପ୍ରଦକ୍ଷିଣା ନମସ୍କାର ଓ ଯଥାଶକ୍ତି ଜପ କରିବେ। ଆବାହନ ଠାରୁ ବିସର୍ଜନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଭକ୍ତି ଭାବରେ କରିବେ। ଶିବଲିଙ୍ଗ ବା ଶିବମୂର୍ତ୍ତିରେ ଶିବଙ୍କୁ ପୂଜା କରିଥିବା ବ୍ୟକ୍ତି ଶ୍ରବଣାଦି ସାଧନ ଅନୁଷ୍ଠାନ ନ କଲେ ମଧ୍ୟ ଶିବଙ୍କ ପ୍ରସନ୍ନତା ଦ୍ୱାରା ସିଦ୍ଧ ପ୍ରାପ୍ତି କରେ। ପୂର୍ବରୁ ମଧ୍ୟ ଅନେକ ମହାତ୍ମା କେବଳ ଶିବଲିଙ୍ଗ ଓ ଶିବମୂର୍ତ୍ତି ପୂଜା କରି ଭବବନ୍ଧନରୁ ମୁକ୍ତି ପାଇଯାଇଛନ୍ତି। ଋଷିମାନେ ପଚାରିଲେ, ମୂର୍ତ୍ତିରେ ହିଁ ସର୍ବତ୍ର ଦେବତାଙ୍କ ପୂଜା ହୋଇଥାଏ, ଲିଙ୍ଗରେ ନୁହେଁ? ମାତ୍ର ଶିବଙ୍କ ପୂଜା ସର୍ବତ୍ର ମୂର୍ତ୍ତିରେ ଓ ଲିଙ୍ଗରେ କାହିଁକି ହୁଏ? ସୂତ କହିଲେ, ମୁନି ଋଷିଗଣ, ତୁମମାନଙ୍କର ଏ ପ୍ରଶ୍ନ ଅତ୍ୟନ୍ତ ପବିତ୍ର ଓ ଅତ୍ୟନ୍ତ ଅଦ୍ଭୁତ। ଏ ବିଷୟରେ ମହାଦେବ ହିଁ ବକ୍ତା ହୋଇପାରନ୍ତି। ଅନ୍ୟ କେହି ଏହାର ପ୍ରତିପାଦନ କରିପାରିବେ ନାହିଁ। ଏହି ପ୍ରଶ୍ନର ସମାଧାନ ପାଇଁ ଭଗବାନ ଶିବ ଯାହା କିଛି କହିଛନ୍ତି ଏବଂ ତାହାକୁ ମୁଁ ଗୁରୁ ମୁଖରୁ ଯେପରି ଶୁଣିଛି, ସେହିପରି କ୍ରମଶଃ ବର୍ଣ୍ଣନା କରିବି। ଏକମାତ୍ର ଭଗବାନ ଶିବ ହିଁ ବ୍ରହ୍ମରୂପ ହୋଇ ନିଷ୍ଫଳ ବୋଲି କଥିତ ହୁଅନ୍ତି। ପୁଣି ରୂପବାନ ହୋଇଥିବାରୁ ସେ ସକଳ ବୋଲି ମଧ୍ୟ କଥିତ ହୁଅନ୍ତି। ତେଣୁ ସେ ସକଳ ଓ ନିଷ୍ଫଳ ଉଭୟ ଅଟନ୍ତି। ତେଣୁ ନିଷ୍ଫଳ ବା ନିରାକାର ହୋଇଥିବାରୁ ତାଙ୍କର ପୂଜାର ଆଧାରଭୂତ ଲିଙ୍ଗ ମଧ୍ୟରେ ନିରାକାର ହିଁ ହେଲା, ଅର୍ଥାତ୍ ଶିବଲିଙ୍ଗ ଶିବଙ୍କର ନିରାକାର ସ୍ୱରୂପର ପ୍ରତୀକ। ପୁନଶ୍ଚ ଶିବ ସକଳ ବା ସାକାର ହୋଇଥିବାରୁ ତାଙ୍କର ପୂଜାରେ ଆଧାରଭୂତ ବିଗ୍ରହ ସାକାର ହେଲା, ଅର୍ଥାତ୍ ଶିବଙ୍କର ସାକାର ବିଗ୍ରହ ତାଙ୍କ ସାକାରର ସ୍ୱରୂପ ପ୍ରତୀକ। ସକଳ ଓ ଅକଳ ଆକାର ସହିତ ସାକାର ଏବଂ ଅଙ୍ଗ ଓ ଆକାରରେ ବିରହିତ ନିରାକାର ରୂପ ହୋଇଥିବାରୁ ସେ ବ୍ରହ୍ମ ଶବ୍ଦରେ ଅଭିହିତ ପରମାତ୍ମା ହିଁ ଅଟନ୍ତି। ଏହି କାରଣରୁ ସମସ୍ତେ ଲିଙ୍ଗ ଓ ମୂର୍ତ୍ତିକୁ ଉଭୟ ହିଁ ସଦା ଭଗବାନ ଶିବଙ୍କୁ ପୂଜା କରିଥାନ୍ତି। ଶିବଙ୍କ ଭିନ୍ନ ଅନ୍ୟ ସବୁ ଦେବତାଙ୍କ ସାକ୍ଷାତ ବ୍ରହ୍ମ ନୁହନ୍ତି। ତେଣୁ ସେମାନଙ୍କୁ କେଉଁଠାରେ ବି ନିରାକାର ଉପଲବ୍ଧ ନୁହେଁ। ପୂର୍ବକାଳରେ ବ୍ରହ୍ମାଙ୍କର ବୁଦ୍ଧିମାନ ପୁତ୍ର ମୁନି ସନତକୁମାର ମନ୍ଦରାଚଳରେ ନନ୍ଦିକେଶ୍ୱରଙ୍କୁ ଏହି ପ୍ରକାର ପ୍ରଶ୍ନ କରିଥିଲେ। ସନତକୁମାର କହିଲେ, ଭଗବାନ ଶିବଙ୍କଠାରୁ ଭିନ୍ନ ଯେଉଁ ସବୁ ଦେବତା ଅଛନ୍ତି, ସେମାନଙ୍କ ପାଇଁ ପ୍ରାୟ ମୂର୍ତ୍ତି ହିଁ ଅଧିକ ସଂଖ୍ୟାରେ ଦେଖାଯାଏ ଓ ଶୁଣାଯାଏ। କେବଳ ଭଗବାନ ଶିବଙ୍କ ପୂଜାରେ ହିଁ ଲିଙ୍ଗ ଓ ମୂର୍ତ୍ତି ଉଭୟ ଉପଯୋଗୀ ହୋଇଥାଏ। ତେଣୁ କଲ୍ୟାଣମୟ ନନ୍ଦିକେଶ୍ୱର, ଏହି ବିଷୟରେ ଯାହା ତାତ୍ତ୍ୱିକ ରହସ୍ୟ ରହିଛି ତାହା ମୋତେ କୁହନ୍ତୁ, ଯାହା ଫଳରେ ଭଲ ଭାବରେ ମୁଁ ବୁଝିପାରିବି। ନନ୍ଦିକେଶ୍ୱର କହିଲେ, ନିଷ୍ପାପ ବ୍ରହ୍ମକୁମାର, ଆମ ଭଳି ଲୋକ ଆପଣଙ୍କର ଏହିଭଳି ପ୍ରଶ୍ନର ଉତ୍ତର ଦେଇ ପାରିବେ ନାହିଁ, କାରଣ ଏହା ଅତି ଗୋପନୀୟ ବିଷୟ ଏବଂ ଲିଙ୍ଗ ସାକ୍ଷାତ ବ୍ରହ୍ମର ପ୍ରତୀକ। ତଥାପି ଆପଣ ଶିବଭକ୍ତ ହୋଇଥିବାରୁ ଏ ବିଷୟରେ ଭଗବାନ ଶିବ ଯାହା କହିଛନ୍ତି ତାହା ମୁଁ ଆପଣଙ୍କ ସମ୍ବନ୍ଧରେ କହୁଛି। ଭଗବାନ ଶିବ ବ୍ରହ୍ମ ସ୍ୱରୂପ ଓ ନିଷ୍ଫଳ। ତେଣୁ ତାଙ୍କ ପୂଜାରେ ନିଷ୍ଫଳ ଲିଙ୍ଗର ଉପଯୋଗୀ ହୋଇଥାଏ। ଏହା ହିଁ ସମସ୍ତଙ୍କ ବେଦର ମତ। ସନତକୁମାର କହିଲେ, ମହାଭାଗ, ଆପଣ ଭଗବାନ ଶିବ ଓ ଅନ୍ୟାନ୍ୟ ଦେବତାଙ୍କ
ପୂଜା ସମ୍ବନ୍ଧରେ ଲିଙ୍ଗ ପୂଜା ଓ ମୂର୍ତ୍ତି ପୂଜାରେ ଯେଉଁ ରହସ୍ୟପୂର୍ବକ ବିଭାଗପୂର୍ବକ କହିଲେ ତାହା ଯଥାର୍ଥ। ସେଥିପାଇଁ ମୁଁ ଏବେ ଲିଙ୍ଗ ଓ ମୂର୍ତ୍ତିକୁ ଆଦିର ଉତ୍ପତ୍ତିର ବୃତ୍ତାନ୍ତ ଶୁଣିବାକୁ ଚାହୁଁଛି। ଲିଙ୍ଗର ପ୍ରାକଟ୍ୟ ରହସ୍ୟ ବିଷୟରେ ମୋତେ କୁହନ୍ତୁ। ଏହାର ଉତ୍ତରରେ ନନ୍ଦିକେଶ୍ୱର ମହାଦେବଙ୍କୁ ନିଷ୍ଫଳ ସ୍ୱରୂପ ଲିଙ୍ଗର ଆବିର୍ଭାବ ପ୍ରସଙ୍ଗ ବର୍ଣ୍ଣନା ଆରମ୍ଭ କଲେ। ସେ ବ୍ରହ୍ମା ଓ ବିଷ୍ଣୁଙ୍କ ବିବାଦ, ଦେବତାଙ୍କର ବ୍ୟାକୁଳତା ଓ ଚିନ୍ତା ଓ ଦେବତାଙ୍କ ଦିବ୍ୟ କୈଳାସ ଶିଖର ଗମନ, ସେମାନଙ୍କ ଦ୍ୱାରା ଚନ୍ଦ୍ରଶେଖର ମହାଦେବଙ୍କ ସ୍ତବନ, ଦେବତାଙ୍କ ଦ୍ୱାରା ପ୍ରେରିତ ମହାଦେବଙ୍କର ବ୍ରହ୍ମା ଓ ବିଷ୍ଣୁଙ୍କ ବିବାଦସ୍ଥଳକୁ ଆଗମନ ତଥା ଉଭୟଙ୍କ ମଧ୍ୟରେ ନିଷ୍ଫଳ ଆଦି ଅନ୍ତର୍ନିହିତ ବିରାଟ ଅଗ୍ନିସ୍ତମ୍ଭ ରୂପରେ ତାଙ୍କର ଆବିର୍ଭାବ ଇତ୍ୟାଦିକୁ ପ୍ରସଙ୍ଗ କହିଲେ। ତାପରେ ବ୍ରହ୍ମା ଓ ବିଷ୍ଣୁଙ୍କ ଦ୍ୱାରା ସେହି ଜ୍ୟୋତିର୍ମୟ ସ୍ତମ୍ଭର ଉଚ୍ଚତା ଓ ଗଭୀରତା ଜାଣିବାର ପ୍ରଚେଷ୍ଟା ଏବଂ ସାକ୍ଷାତ ମହେଶ୍ୱର ପ୍ରକଟ ହୋଇ କେତକୀ ପୁଷ୍ପକୁ ଦେଇଥିବା ଶାପ ବରଦାନ ପ୍ରସଙ୍ଗ ମଧ୍ୟ ନନ୍ଦିକେଶ୍ୱର ବର୍ଣ୍ଣନା କଲେ। ବ୍ରହ୍ମା ଓ ବିଷ୍ଣୁଙ୍କ ସପକ୍ଷରେ ମହେଶ୍ୱରଙ୍କ ନିଜ ନିଶ୍ଚଳ ଓ ସକଳ ସ୍ୱରୂପର ପରିଚୟ ପ୍ରଦାନ ଏବଂ ଲିଙ୍ଗ ପୂଜନର ମହତ୍ତ୍ୱ ପ୍ରତିପାଦନ। ନନ୍ଦିକେଶ୍ୱର କହିଲେ, ତଦନନ୍ତର ଉଚ୍ଚତା ଓ ଗଭୀରତା ଜାଣିବାକୁ ବିଫଳ ହେବା ପରେ ବ୍ରହ୍ମା ଓ ବିଷ୍ଣୁ ଦୁହେଁ ଶିବଙ୍କୁ ପ୍ରଣାମ କରି କରଯୋଡ଼ି ତାଙ୍କର ଡାହାଣ ଓ ବାମ ଭାଗରେ ନୀରବରେ ଛିଡ଼ା ହୋଇଗଲେ। ତାପରେ ସେମାନେ ସେଠାରେ ସାକ୍ଷାତ୍ ପ୍ରକଟିତ ପୂଜନୀୟ ମହାଦେବଙ୍କୁ ଶ୍ରେଷ୍ଠ ଆସନରେ ବିରାଜମାନ କରାଇ ପବିତ୍ର ପୁରୁଷ ବସ୍ତୁ ଦ୍ୱାରା ତାଙ୍କୁ ପୂଜା କଲେ। ଦୀର୍ଘକାଳ ପର୍ଯ୍ୟନ୍ତ ଆବିର୍ଭୂତ ଭାବରେ ସୁସ୍ଥିର ହୋଇ ରହିପାରୁଥିବା ବସ୍ତୁକୁ ପୁରୁଷ ବସ୍ତୁ କୁହନ୍ତି। ଏକ ଅଳ୍ପକାଳ ସ୍ଥାୟୀ କ୍ଷଣଭଙ୍ଗୁର ବସ୍ତୁମାନେ ପ୍ରାକୃତ ବସ୍ତୁ ନାମରେ ପରିଚିତ। ବସ୍ତୁର ଏହି ଦ୍ୱିବିଧ ଭେଦକୁ ଜାଣିବା ଉଚିତ। କେଉଁ ପୁରୁଷ ବସ୍ତୁର ସେମାନଙ୍କର ଶିବଙ୍କୁ ପୂଜା କଲେ ତାହା ଏଠାରେ କୁହାଯାଇଛି। ହାର, ନୂପୁର, କେୟୁର, କିରୀଟ, ମଣିମୟ କୁଣ୍ଡଳ, ଯଜ୍ଞୋପବୀତ, ଉତ୍ତରୀୟ ବସ୍ତ୍ର, ପୁଷ୍ପମାଳ, ପଟ୍ଟବସ୍ତ୍ର, ହାର, ମୁଦ୍ରିକା, ପୁଷ୍ପ, ତାମ୍ବୁଳ, କର୍ପୂର, ଚନ୍ଦନ ତଥା ଅଗୁରୁର ଅନୁଲେପ, ଧୂପ, ଦୀପ, ଶ୍ୱେତଛତ୍ର, ବ୍ୟଞ୍ଜନ, ଧ୍ୱଜା, ଚାମର ଓ ଅନ୍ୟାନ୍ୟ ଦିବ୍ୟ ଉପହାର ଦ୍ୱାରା ତଥା ଯେଉଁ ବୈଭବ ମନ ଓ ବାଣୀକୁ ଅତୀତ ଥିଲା, ଯାହା କେବଳ ପଶୁପତି ହିଁ ଯୋଗ୍ୟ ଥିଲା, ସେହି ଯେଉଁସବୁ ବସ୍ତୁକୁ ପଶୁ କଦାପି ପାଇପାରି ନଥାନ୍ତି, ସେମାନେ ସେ ଦୁହେଁ ତାଙ୍କର ସ୍ୱାମୀ ମହେଶ୍ୱରଙ୍କୁ ପୂଜନ କଲେ। ସର୍ବପ୍ରଥମେ ସେଠାରେ ବ୍ରହ୍ମା ଓ ବିଷ୍ଣୁ ଭଗବାନ ଶିବଙ୍କୁ ପୂଜା କଲେ। ତେଣୁ ଏଥିରେ ପ୍ରସନ୍ନ ହୋଇ ଶିବ ଭକ୍ତିପୂର୍ବକ ବିନମ୍ର ଭାବେ ସେଠାରେ ଦଣ୍ଡାୟମାନ ହୋଇଥିବା ସେହି ଦେବତା ଦୁହିଁଙ୍କୁ ମନ୍ଦ ମନ୍ଦ ହସ କରି କହିଲେ। ମହେଶ୍ୱର କହିଲେ, ପୁତ୍ରମାନେ, ଆଜି ଦିନଟି ଅତି ମହାନ୍। ଆଜି ତୁମେମାନେ ମୋର ଯେଉଁ ପୂଜା କଲ, ତଦ୍ଦ୍ୱାରା ମୁଁ ତୁମର ଉପରେ ଅତ୍ୟନ୍ତ ପ୍ରସନ୍ନ। ଏହି କାରଣରୁ ଏ ଦିନଟି ପରମ ପବିତ୍ର ଓ ମହାନ୍ ହେବ। ଆଜିର ତିଥି ଶିବରାତ୍ରି ନାମରେ ବିଖ୍ୟାତ ହୋଇ ମୋ ପାଇଁ ପରମ ପ୍ରିୟ ହେବ। ଏହି ଦିନ ଯେ ମୋର ଲିଙ୍ଗ ଓ ମୂର୍ତ୍ତିକୁ ସାକାର ରୂପକରେ ପୂଜା କରିବ, ସେ ଜଗତର ସୃଷ୍ଟି ଓ ପାଳନ ଆଦି କାର୍ଯ୍ୟ ମଧ୍ୟ କରିପାରିବ। ଯେ ଶିବରାତ୍ରି ଦିନ ଅହୋରାତ୍ରି ନିରାହାର ଓ ଜିତେନ୍ଦ୍ରିୟ ରହି ନିଜେ ସାମର୍ଥ୍ୟ ଅନୁସାରେ ନିଷ୍କପଟ ଭାବରେ ମୋର ଯଥାଚିତ୍ ପୂଜା କରିବ, ତାହାକୁ ଯେଉଁ ଫଳ ମିଳିବ ଶୁଣ। ବର୍ଷେ ପର୍ଯ୍ୟନ୍ତ ନିରନ୍ତର ମୋତେ ପୂଜା କଲେ ଯେଉଁ ଫଳ ମିଳେ, ତାହା କେବଳ ଶିବରାତ୍ରି ଦିନ ମୋତେ ପୂଜା କରି ମନୁଷ୍ୟ ତତ୍କାଳେ ପାଇପାରିବ। ଯେପରି ପୂର୍ଣ୍ଣଚନ୍ଦ୍ର ଉଦୟ ହେବା ପରେ ସମୁଦ୍ର ବୃଦ୍ଧି ପାଇଥାଏ, ସେହିପରି ଶିବରାତ୍ରି ତିଥି ମୋର ଧର୍ମକୁ ବୃଦ୍ଧିର ସମୟ ଅଟେ। ଏହି ତିଥିରେ ମୋର ସ୍ଥାପନା ଆଦି ସମ୍ବନ୍ଧୀୟ ମଙ୍ଗଳମୟ ବତ୍ସଳ ହେବା ଉଚିତ। ପ୍ରଥମେ ମୁଁ ଯେବେ ଜ୍ୟୋତିର୍ମୟ ସ୍ୱରୂପରେ ପ୍ରକଟ ହୋଇଥିଲି, ତାହା ଥିଲା ମାର୍ଗଶିର ମାସର ଆଦ୍ୟ ନକ୍ଷତ୍ରଯୁକ୍ତ ପୂର୍ଣ୍ଣିମା ବା ପ୍ରତିପଦ। ମାର୍ଗଶିର ମାସର ଆଦ୍ୟ ନକ୍ଷତ୍ର ପଡ଼ିଲେ ଯେଉଁ ମନୁଷ୍ୟ ପାର୍ବତୀଙ୍କ ସମେତ ମୋତେ ଦର୍ଶନ କରେ ଅଥବା ମୋ ମୂର୍ତ୍ତି ବା ଲିଙ୍ଗର ଦର୍ଶନ କରେ, ସେ ମୋ ପାଇଁ କାର୍ତ୍ତିକେୟ ଠାରୁ ବି ଅଧିକ ପ୍ରିୟ। ସେହି ଶୁଭ ଦିନରେ ମୋର ଦର୍ଶନ ମାତ୍ରେ ପୂର୍ଣ୍ଣ ଫଳ ପ୍ରାପ୍ତ ହୁଏ। ଯଦି ଦର୍ଶନ ସହିତ ମୋର ପୂଜା କରାଯାଏ, ତେବେ ତାହାର ଏତେ ଫଳ ହୁଏ ଯେ
ତାହା ମୁଖରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ମୁଁ ଲିଙ୍ଗ ରୂପରେ ପ୍ରକଟ ହୋଇ ବହୁତ ବଡ଼ ହୋଇଯାଇଥିଲି। ତେଣୁ ଏହି ଭୂଭାଗ ଲିଙ୍ଗସ୍ଥାନ ନାମରେ ପ୍ରସିଦ୍ଧ ହେଲା। ଜଗତର ଲୋକେ ଏହାକୁ ଯେପରି ଦର୍ଶନ ଓ ପୂଜନ କରିପାରିବେ, ସେହି ଦୃଷ୍ଟିରୁ ଏ ଅନାଦି ଓ ଅନନ୍ତ ଜ୍ୟୋତିର୍ମୟ ଅଥବା ଜ୍ୟୋତିର୍ମୟୀ ଲିଙ୍ଗର ଅତ୍ୟନ୍ତ ଛୋଟ ହୋଇଯିବ। ଏହି ଲିଙ୍ଗ ସବୁ ପ୍ରକାରର ସୁଲଭ କରାଇବାରେ ତଥା ଭୋଗ ଓ ମୋକ୍ଷର ଏକମାତ୍ର ସାଧନ ଅଟେ। ଏହାକୁ ଦର୍ଶନ, ସ୍ପର୍ଶ, ଧ୍ୟାନ କଲେ ପ୍ରାଣୀର ଜନ୍ମ ଜନ୍ମର କଷ୍ଟ ବିନିଷ୍ଟ ହୋଇଯାଏ। ଅଗ୍ନିର ପାହାଡ଼ ପରି ଏ ଯେଉଁ ଶିବଲିଙ୍ଗ ଏଠାରେ ପ୍ରକଟ ହୋଇଛି, ଏହି କାରଣରୁ ଏହି ସ୍ଥାନରେ ଅରୁଣାଚଳ ନାମରେ ପ୍ରସିଦ୍ଧ ହେବ। ଏଠାରେ ଅନେକ ପ୍ରକାରର ବଡ଼ ବଡ଼ ତୀର୍ଥ ପ୍ରକଟ ହେବ। ଏହି ସ୍ଥାନରେ ନିବାସ କଲେ ବା ମୃତ୍ୟୁବରଣ କଲେ ଜୀବଙ୍କର ମୋକ୍ଷ ମଧ୍ୟ ହୋଇଯିବ। ମୋର ଦୁଇଟି ରୂପ ହେଉଛି ସକଳ ଓ ନିଷ୍ଫଳ। ଅନ୍ୟ କାହାରି ଏଥିରେ ରୂପ ନାହିଁ। ପ୍ରଥମେ ମୁଁ ସ୍ତମ୍ଭ ରୂପରେ ପ୍ରକଟ ହେଲି, ତାପରେ ନିଜର ସାକ୍ଷାତ ସ୍ୱରୂପରେ ପ୍ରକଟ ହେଲି। ବ୍ରହ୍ମ ଭାବେ ମୋର ନିଶ୍ଚଳ ରୂପ ଏବଂ ମହେଶ୍ୱର ଭାବେ ମୋର ସକଳ ରୂପ। ଏ ଦୁଇଟି ଯାକ ମୋର ସିଦ୍ଧ ରୂପ। ମୁଁ ହିଁ ପରମବ୍ରହ୍ମ ପରମାତ୍ମା। ସକଳ ଓ ଅକଳ ମୋର ହିଁ ସ୍ୱରୂପ। ବ୍ରହ୍ମରୂପ ହେବା ହେତୁ ମୁଁ ଈଶ୍ୱର ମଧ୍ୟ ଅଟେ। ଜୀବଙ୍କ ଉପରେ ଅନୁଗ୍ରହାଦି କରିବା ମୋର କାର୍ଯ୍ୟ। ହେ ବ୍ରହ୍ମା, ହେ କେଶବ, ମୁଁ ସବୁଠାରୁ ବୃହତ୍ ଓ ଜଗତର ବୃଦ୍ଧି କାରକ ହୋଇଥିବା ହେତୁ ବ୍ରହ୍ମ ପଦବାଚ୍ୟ ହୁଏ। ସର୍ବତ୍ର ସମଭାବରେ ସ୍ଥିତ ଓ ବ୍ୟାପକ ହୋଇଥିବା କାରଣରୁ ମୁଁ ହିଁ ସମସ୍ତଙ୍କର ଆତ୍ମା। ସ୍ୱର୍ଗଠାରୁ ଆରମ୍ଭ କରି ଅନୁଗ୍ରହ ପର୍ଯ୍ୟନ୍ତ ଜଗତ ସମ୍ବନ୍ଧୀୟ ଯେଉଁ ପାଞ୍ଚଟି କୃତ୍ୟ ରହିଛି, ତାହା ସଦା ମୋର କୃତ୍ୟ। ମୋ ଛଡ଼ା ଆଉ କାହାର ନୁହଁ, କାରଣ ମୁଁ ହିଁ ସମସ୍ତଙ୍କର ଈଶ୍ୱର। ମୋର ବ୍ରହ୍ମରୂପତାର ବୋଧ କରାଇବା ପାଇଁ ପ୍ରଥମେ ନିଷ୍ଫଳ ଲିଙ୍ଗ ପ୍ରକଟ ହୋଇଥିଲା। ତାପରେ ଅଜ୍ଞାତ ଈଶ୍ୱରଙ୍କ ସାକ୍ଷାତ କରାଇବା ନିମନ୍ତେ ମୁଁ ସାକ୍ଷାତ୍ ଜଗଦୀଶ୍ୱର ସକଳ ରୂପ ଅବଲମ୍ବି ପ୍ରକଟ ହୋଇଗଲି। ତେଣୁ ମୋଠାରେ ହିଁ ଯେଉଁ ଈଶ୍ୱର ଅଛନ୍ତି, ତାହା ହିଁ ମୋର ସକଳ ରୂପ ବୋଲି ବୁଝିବା ଉଚିତ ଏବଂ ନିଷ୍ଫଳ ସ୍ତମ୍ଭ ମେଳ ବ୍ରହ୍ମ ସ୍ୱରୂପରେ ବୋଧ କରାଯାଏ। ଏହା ମୋର ଲିଙ୍ଗ ଅଟେ। ତୁମେ ଦୁହେଁ ଏଠାରେ ରହି ପ୍ରତିଦିନ ଏହାକୁ ପୂଜା କର। ଏହା ମୋର ସ୍ୱରୂପ ଏବଂ ଏହା ମୋର ସାମୀପ୍ୟ ପ୍ରାପ୍ତି କରାଇଥାଏ। ଲିଙ୍ଗ ଓ ଲିଙ୍ଗୀ ମଧ୍ୟରେ ନିତ୍ୟ ଅଭେଦ ରହିଥିବା କାରଣରୁ ମୋର ଏହି ଲିଙ୍ଗକୁ ମହତ୍ ପୁରୁଷମାନେ ମଧ୍ୟ ପୂଜା କରିବା ଉଚିତ। ମୋର ଗୋଟିଏ ଲିଙ୍ଗ ସ୍ଥାପନ କରିବାର ଫଳସ୍ୱରୂପ ଉପାସକକୁ ମୋର ସନାତନ ପ୍ରାପ୍ତ ହୋଇଥାଏ। ଯଦି ଗୋଟିଏ ପରେ ଗୋଟିଏ ଶିବଲିଙ୍ଗ ସ୍ଥାପନ କରିଦିଆଯାଏ, ତେବେ ତ ଉପାସକକୁ ମୋ ସହିତ ଏକତ୍ ପ୍ରାପ୍ତ ହୋଇଯାଇଥାଏ। ପ୍ରାଧାନ୍ୟତଃ ଶିବଲିଙ୍ଗ ହିଁ ସ୍ଥାପନ କରିବା ଉଚିତ। ମୂର୍ତ୍ତି ସ୍ଥାପନ ତା'ଠାରୁ ଗୌଣ୍ୟ ଅଟେ। ଯଦି ଶିବଲିଙ୍ଗ ନାହିଁ, ତେବେ ଚତୁର୍ଦ୍ଦିଗ ମୂର୍ତ୍ତିମୟ ହୋଇଥିଲେ ମଧ୍ୟ ସେ ସ୍ଥାନ କ୍ଷେତ୍ର ବୋଲାଏ ନାହିଁ।